ଶଶାହାଣ୍ଡି ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ। କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତର ଶଶାହାଣ୍ଡି ଗ୍ରାମରେ ଜଗନ୍ନାଥ ମନ୍ଦିରରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ପୂର୍ବାହ୍ନରେ ତିନି ଠାକୁରଙ୍କର ତିନି ରଥ ଯଥା ତାଳଧ୍ୱଜ, ତର୍ପଦଳନ, ନନ୍ଦିଘୋଷ ରଥ ପ୍ରତିଷ୍ଠା ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମନ୍ଦିର ସେବାୟତ ଓ ରାଜ ପୁରୋହିତଙ୍କ ଦ୍ୱାରା ସେନାପଟା ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା। ହୁଳହୁଳି, ଘଣ୍ଟ, ଶଙ୍ଖନାଦ, ହରିବୋଲ ଓ ସଂକୀର୍ତ୍ତନ ପ୍ରଭୃତି ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ନୂତନ ସେବକଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ଓ ସେବକଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ କରାଯାଇଥିଲା। ପରମ୍ପରା ଅନୁଯାୟୀ ଆଜି ସମ୍ପୂର୍ଣ୍ଣ ରୂପେ ରଥ ଟାଣି ମାଉସୀ ମା ମନ୍ଦିରକୁ ନିଆଯାଇଥିଲା। ପ୍ରାୟ 5000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତମାନେ ରଥ ଟାଣିଥିଲେ ତଥା ପୂଜକମାନଙ୍କ ଦ୍ୱାରା ବହୁତ ସୁନ୍ଦର ଭାବରେ ଏହି ନୀତି ସମାପନ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କୋଟପଡ଼ା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବୋରିଗୁମା ବ୍ଲକରୁ ରାମଚନ୍ଦ୍ର ନାୟକଙ୍କ ରିପୋର୍ଟ, ରିପବ୍ଲିକ୍ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।